ମଧ୍ୟପ୍ରଦେଶରୁ ଜୟଗୁରୁ ଜଣାଉଛି। ଆଜି এই ସତ୍ସଙ୍ଗ ଆଭାସୀ ସତ୍ସଙ୍ଗ ପ୍ରଭାତୀ ସତ୍ସଙ୍ଗ 1548 ଦିନରେ ପହଞ୍ଚିଛି। ଏହା ହେଉଛି ଓଡ଼ିଶାର ଯେତେ ଏଇ ଆଭାସୀ ସତ୍ସଙ୍ଗ ଅଛି ସବୁଠାରୁ ବରିଷ୍ଠ ସତ୍ସଙ୍ଗ। ଇଏ ବରିଷ୍ଠ ସତ୍ସଙ୍ଗ ଏଇ ଅର୍ଥରେ ସବୁଠାରୁ ବେଶୀ ଦିନ ଧରି ଏ ସତ୍ସଙ୍ଗ ଚାଲିଛି। ଯେତେବେଳେ ମଣିଷ କରୋନାରେ ପ୍ରପୀଡ଼ିତ ଥିଲା, ତାର ଜୀବନ ବଞ୍ଚିବାର ବୃଦ୍ଧ ହୋଇଯାଇଥିଲା, ଠିକ୍ ସେଇ ସମୟରେ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଏଇ ଆଭାସୀ ସତ୍ସଙ୍ଗ କରିଥିଲେ, ଆହ୍ୱାନ ଦେଇଥିଲେ। ତାই ସେଇ ଦିନ ଠାରୁ ଏଇ ଗୋବିନ୍ଦପୁର ସତ୍ସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ଏଇ ଆଭାସୀ ସତ୍ସଙ୍ଗ ଗତି କରି ଚାଲିଛି। ଏବଂ ଏହା ପଛରେ ଯେଉଁ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଅଛନ୍ତି, ଯାହାଙ୍କର ଅକ୍ଳାନ୍ତ ଉଦ୍ୟମ ଆଜି ଏ ସତ୍ସଙ୍ଗକୁ ରୁଦ୍ଧିମନ୍ତ କରିଛି, ପ୍ରାଣବନ୍ତ କରିଛି, ସମସ୍ତଙ୍କର ମଙ୍ଗଳ କାମନା ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀ ସର୍ବାନ୍ତରେ କରୁଛି। ମୁଁ ଜଣେ ଅକିଞ୍ଚନ ବ୍ୟକ୍ତି, ମୁଁ ଯାହା ଅନୁଭବ କରେ, ଗତ 2 ଦିନ ଧରି ଆପଣମାନଙ୍କ ସାମନାରେ ମୁଁ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଭାବଦର୍ଶ ସମ୍ପର୍କରେ କିଛି ଆଲୋଚନା କରିଛି। ମୋର ପରମ ଶ୍ରଦ୍ଧେୟ ବିଜ୍ଞାନ ଭାଇ ସେ ବହୁତ ଭଲ ପାଆନ୍ତି। ସେ ଭଲ ପାଇବା ଭିତର ଦେଇ ସେ ମତେ 2 ଦିନ ପରେ ମଧ୍ୟ ଆଜି ତୃତୀୟ ଦିନରେ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଭାବଦର୍ଶକୁ ଆପଣମାନଙ୍କ ସାମନାରେ ତୁଳି ଧରିବା ପାଇଁ ମତେ ସୁଯୋଗ ଦେଇଛନ୍ତି। ପରମ ପିତାଙ୍କ ଶ୍ରୀ ଚରଣ ତଳେ ଶ୍ରଦ୍ଧେୟ ବିଜ୍ଞାନ ଭାଇଙ୍କର ସର୍ବାଙ୍ଗୀନ ମଙ୍ଗଳ କାମନା ମୁଁ କରୁଛି। ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ହେଉଛନ୍ତି ଏ ଯୁଗର ପୁରୁଷୋତ୍ତମ। ପୁରୁଷୋତ୍ତମ ସେତେବେଳେ ପୃଥିବୀ ପୃଷ୍ଠରେ ଆସନ୍ତି ଯେତେବେଳେ ଧର୍ମର ଗ୍ଲାନି ହୁଏ। ଧର୍ମର ଗ୍ଲାନି ଅର୍ଥରେ ଆମେ ବୁଝୁ ଆମର ଯୋଉ ନିତ୍ୟ ନୈମିତ୍ତିକ ଆମେ ଯୋଉ କାର୍ଯ୍ୟକ୍ରମ କରୁଛୁ, ଯୋଉ ପୂଜା ପର୍ବପର୍ବାଣି କରୁଛୁ, ତା ଭିତରେ କିଛି ଅଧପତନ ହେଲେ ଆମେ ଧର୍ମର ଗ୍ଲାନି ବୋଲି ଭାବୁଛୁ। କିନ୍ତୁ ଶ୍ରୀ ଶ୍ରୀ ଠାକୁର ଧର୍ମର ସଂଜ୍ଞା ଦେଇ କହିଲେ, ବାଞ୍ଚା ବାଡାର ମର୍ମ ଯା ଧର୍ମ ବୋଲି ଜାନିସ୍ତା। ତେଣୁ ବଞ୍ଚିବା ବଢିବାର ଯୋଉ ମର୍ମ, ତାହା ହିଁ ହଉଛି ବାସ୍ତବ ଭାବରେ ଧର୍ମ। ସମସ୍ତେ ବଞ୍ଚିବା ପାଇଁ ଚାହୁଁଛନ୍ତି, ଗଛଲତା ବଞ୍ଚିବା ପାଇଁ ଚାହୁଁଛନ୍ତି, ପଶୁପକ୍ଷୀ ବଞ୍ଚିବା ପାଇଁ ଚାହୁଁଛନ୍ତି, ମଣିଷ ମଧ୍ୟ ବଞ୍ଚିବା ପାଇଁ ଚାହୁଁଛନ୍ତି। ଆପଣ ଗୋଟେ ଗଛରୁ ଡାଳ ଯଦି ହାଣି ଦିଅନ୍ତି, କିଛି ଦିନ ପରେ ଦେଖିବେ ତା ଦେହରୁ କୁଆଁ ବାହାରୁଛି, ପତ୍ର ବାହାରୁଛି, ସେ ବଢିକିରି ଚାଲୁଛି, କାରଣ ତାର ବଞ୍ଚିବାର ଇଚ୍ଛା ରହିଛି। କେହି ମୃତ୍ୟୁକୁ ଆଲିଙ୍ଗନ କରିବା ପାଇଁ ଚାହାନ୍ତି ନାହିଁ, ସମସ୍ତେ ବଞ୍ଚିବା ପାଇଁ ଚାହାନ୍ତି। ତେଣୁ ବଞ୍ଚିବା ବଢିବାର ଯୋଉ ପ୍ରକୃଷ୍ଟ ଧାରା ଏପର୍ଯ୍ୟନ୍ତ ମଣିଷ ତାକୁ ଅନୁଭବ କରିପାରି ନାହିଁ, ବୁଝିପାରି ନାହିଁ, ଯେପର୍ଯ୍ୟନ୍ତ ସେ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଭାବଦର୍ଶରେ ଅନୁପ୍ରାଣିତ ନ ହେଇଛି। ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ଏ ଯୁଗରେ ଆସି ମଣିଷ କିପରି ସୁନ୍ଦର ସୁଷ୍ଟି ଜୀବନ ଯାପନ କରିବ, ତାର ଜୀବନ ମଧୁମୟ ହବ, ସେ ଜୀବନରେ ଆନନ୍ଦ ପାଇବ, ଶାନ୍ତି ପାଇବ, ସେଥିପାଇଁ ସେ ସତ୍ସଙ୍ଗ ପ୍ରତିଷ୍ଠା କରି ଏକ ମହାଶକ୍ତିଶାଳୀ ମହାପରାକ୍ରମୀ ଏକ ସତନାମ ପ୍ରଦାନ କରି ଯାଇଛନ୍ତି, ଗୋଟେ ଶବ୍ଦ ପ୍ରଦାନ କରି ଯାଇଛନ୍ତି। ଯେଉଁ ଶବ୍ଦକୁ ଜପ କରିବା ଭିତର ଦେଇ ମଣିଷ ଭିତରେ ଥିବା ସମସ୍ତ ବୃତ୍ତି ପ୍ରବୃତ୍ତି ନିୟନ୍ତ୍ରିତ ହୁଏ ଏବଂ ଯାହା ସମ୍ଭାବନା ଅଛି ତାହା ଉତ୍ତମ ଭାବରେ ବିକଶିତ ହୁଏ। ଗୋଟିଏ ଦିନର ଘଟଣା ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ଯାଉଛି। ସନ୍ଧ୍ୟା ସମୟ ହେବ, କିଛି ସମୟ ପରେ ପଦ୍ମା ନଦୀ ବନ୍ଧ, ସେଇ ବନ୍ଧରେ କିଛି ବେଞ୍ଚ ପଡିଛି। ଯୋଉ ବେଞ୍ଚ ତିଆରି ହେଇଛି ଆମର ଯୋଉ ବାଉଁଶ ତିଆରି ବତାରେ ତିଆରି ହେଇଛି, ଠାକୁର ସେଇ ବାଉଁଶ ତିଆରି ଯୋଉ ଅଛି ବେଞ୍ଚ ଅଛି, ତାରି ଉପରେ ଉପବେଶନ କରିଛନ୍ତି। କିଛି ପିଲାମାନଙ୍କୁ ଠାକୁର ଖେଳଉଛନ୍ତି। ପିଲାମାନେ ଆମେ ଯୋଉ ଗାଁରେ ଯୋଉ ଗୁରୁ ଗୁରୁ ଖେଳ, କିତି ଖେଳ ଖେଳୁ, ସେଇ ପ୍ରକାର ଏକ ଖେଳ ଠାକୁର ପିଲାମାନଙ୍କୁ ଖେଳୁଛନ୍ତି। ଆଉ ଗୁରୁ ଭାଇ ମା ମାନେ ଅନେକ ସେମାନେ ସେଠାରେ ରହି ଉପଭୋଗ କରୁଛନ୍ତି, ଖେଳକୁ ଦେଖୁଛନ୍ତି। ସେ ପିଲାମାନଙ୍କ ଭିତରେ ଠାକୁର ତାକୁ ପ୍ରେରଣା ଦଉଛନ୍ତି, କେମିତି କାଲି ଦବା ପାଇଁ ପଡିବ, ମାନେ କେମିତି ଖେଳିବା ପାଇଁ ପଡିବ, କେମିତି ଜିତିବା ପାଇଁ ପଡିବ, ତା ପ୍ରେରଣା ଠାକୁର ଦଉଛନ୍ତି। ଛୋଟ ଛୋଟ ପିଲାଙ୍କ ସାଙ୍ଗରେ ଠାକୁର ଛୋଟ ପିଲା ହେଇଯାଇଛନ୍ତି। ସେଇ ଯେମିତି ଠାକୁର ଚାଲି ଯାଇଛନ୍ତି, ଅତି ଛୋଟ ପିଲା ଭଳି ଚାଲି ଯାଇଛନ୍ତି, ପିଲା ଅବସ୍ଥାକୁ ଚାଲି ଯାଇଛନ୍ତି, ଖେଳଉଛନ୍ତି। ଏଇ ଖେଳିବା ସମୟରେ ପିଲାମାନେ ଆନନ୍ଦ ପାଉଛନ୍ତି, ଖୁସି ପାଉଛନ୍ତି। ଏଇ ସମୟରେ ଜଣେ ବ୍ୟକ୍ତି ଆସି ପହଞ୍ଚିଲେ, ଜଣେ ବିଶିଷ୍ଟ ବ୍ୟକ୍ତି ଆସି ପହଞ୍ଚିଲେ। ବିଶିଷ୍ଟ ବ୍ୟକ୍ତି ତ ଆମେ କହୁ ଶବ୍ଦରେ, କିନ୍ତୁ ବିଶିଷ୍ଟ ମାନେ ବିଶେଷ ଭାବରେ ଯିଏ ଶିଷ୍ଟ, ଆମେ ତାଙ୍କୁ ଜାଣୁ ନ ଜାଣୁ ଆମେ କିନ୍ତୁ ବିଶିଷ୍ଟ ସବୁ କହୁଛୁ। ଯାହା ହଉ ସେ ବ୍ୟକ୍ତି ଜଣେ ଆସି ପହଞ୍ଚିଲେ, ଠାକୁରଙ୍କୁ ପ୍ରଣାମ କଲେ। ଠାକୁରଙ୍କୁ ପ୍ରଣାମ କଲେ, ଠାକୁର ତାଙ୍କୁ ନିର୍ଦ୍ଦେଶ କଲେ ସେ ଯୋଉ ଆମର ବତା ତିଆରି ଯୋଉ ବେଞ୍ଚ ଅଛି
ତା ଦେହରେ ବସିବା ପାଇଁ କହିଲେ। ସେ ସେଠାରେ ଉପବେଶନ କଲେ, ବସିଲେ। ତାଙ୍କ ମନରେ ଗୋଟେ ପ୍ରଶ୍ନ ଥିଲା, ସେ ଠାକୁରଙ୍କ ପାଖରେ ଆସିଥିଲେ, ସେ ପ୍ରଶ୍ନଟି ପଚାରିବେ ଏବଂ ତାର ଉତ୍ତର ଜାଣିକିରି ଯିବେ। ଖେଳ ସରିଲା, ପିଲାମାନେ ସବୁ ନିଜ ଘରକୁ ଗଲେ, ଠାକୁର ଉଠିଲେ, ଭକ୍ତମାନେ ସବୁ ଉଠିଲେ। ଆଉ ସେ ପ୍ରଶ୍ନ କଲେ ଠାକୁରଙ୍କ, ଠାକୁର ତାଙ୍କୁ କହୁଛନ୍ତି, ଆଗ ସେ ପ୍ରଶ୍ନ କରିବା ପୂର୍ବରୁ କହୁଛନ୍ତି, ଠାକୁର ଏଇ ତ ମାନୁଷର ଜୀବନ, ଏଇ ହଉଛି ମଣିଷର ଜୀବନ। ସେ ଆଶ୍ଚର୍ଯ୍ୟ ହେଲେ, ମୁଁ ତ ଠାକୁରଙ୍କ ପାଖକୁ ଆସି ପ୍ରଶ୍ନ କରିବି, ଠାକୁର ମଣିଷର ଜୀବନ କଣ? ଆଉ ଠାକୁରକୁ ମୁଁ ପ୍ରଶ୍ନ କରିନି, ଠାକୁର ତା ପୂର୍ବରୁ ମତେ କହିଲେ ଏଇ ତ ମାନୁଷର ଜୀବନ। ତାହେଲେ କଣ ମଣିଷର ଜୀବନ ଠାକୁର କହିଲେ, ମୁଁ ବୁଝିପାରୁନି। ସେ କହିଲେ ଠାକୁର ଏ ପ୍ରଶ୍ନ ମୋର, ମୁଁ ଆପଣଙ୍କୁ କରିଥାନ୍ତି ବୁଝିବା ପାଇଁ ଆସିଛି, କିନ୍ତୁ ଆପଣ ଏଥି ପୂର୍ବରୁ କହିଲେ ଏଇ ତ ହଉଛି ମଣିଷର ଜୀବନ, ମୁଁ ଆଜ୍ଞା କିଛି ବୁଝିପାରୁନି। ସେ କହିଲେ ଆପଣ କଣ ଦେଖୁଥିଲେ? ନା ମୁଁ ଦେଖୁଥିଲି କିଛି ପିଲାମାନେ ଖେଳୁଛନ୍ତି ଏବଂ ଯେଉଁମାନେ ଖେଳ ଦେଖୁଛନ୍ତି ସେମାନେ ତାଳି ମାରୁଛନ୍ତି, ହସଖୁସିରେ ମସଗୁଲ ହେଇକି ରହିଛନ୍ତି, ଆନନ୍ଦରେ ଅଛନ୍ତି। ଠାକୁର କହିଲେ ଆନନ୍ଦ ହଉଛି ଜୀବନ। ମଣିଷ ଜୀବନରେ ଆନନ୍ଦ ପ୍ରାପ୍ତି ହବ, ସେଥିପାଇଁ ତାର ଅନବରତ ସାଧନା, ଅନବରତ ଯୁଦ୍ଧ, କେମିତି ସେ ଖୁସିରେ ରହିବ, ଶାନ୍ତିରେ ରହିବ, ଆନନ୍ଦରେ ରହିବ। ମଣିଷ ଶାନ୍ତିରେ ରହିବା ପାଇଁ ହେଲେ ତାର ଶାନ୍ତ ହବା ପାଇଁ ପଡିବ। ଶାନ୍ତ ହବା ପାଇଁ ହେଲେ ତାର ମନ ଭିତରେ ଏକାଗ୍ରତା ସୃଷ୍ଟି କରିବା ପାଇଁ ପଡିବ। ମନକୁ ମାଇଣ୍ଡ କହୁଛୁ, ମାଇଣ୍ଡ ଇଜ ନଥିଙ୍ଗ ବଟ୍ କମ୍ବିନେସନ ଅଫ 6 କମ୍ପ୍ଲେକ୍ସେସ୍। ମନ ଯଦି ଶାନ୍ତି ଅଛି, ମନ ଯଦି ଠିକ ଅଛି, ଆପଣ ଶାନ୍ତ ଅଛନ୍ତି, ଶାନ୍ତି ଅଛି। ଆଉ ଶାନ୍ତି ଏଭଳି ଏକ ଜିନିଷ ନୁହେଁ ଆକାଶରୁ ବର୍ଷା ହବ କିମ୍ବା ମାଟି ଫୁଟେଇକିରି ଉପରକୁ ଚାଲି ଆସିବ, ତା ନୁହେଁ। ଶାନ୍ତି ହଉଛି ମଣିଷର ଏକ ପରିକଳ୍ପନା, ମନର ଏକ ଭାବନା। ତେଣୁ ମନ ଉପରେ ଠାକୁରଙ୍କର ଦର୍ଶନ, ମନକୁ ନିୟନ୍ତ୍ରଣ କରିବା ପାଇଁ ଠାକୁର ତାଙ୍କର ଦର୍ଶନ ଦେଇଛନ୍ତି। এই ଦର୍ଶନ ହଉଛି ଯଜନ ଯାଜନ ଇଷ୍ଟଭୂତି ସୁସ୍ଥଇନି ସଦାଚାର। ଯିଏ ଠାକୁରଙ୍କର ଦୀକ୍ଷା ନବ, ସେ ହିନ୍ଦୁ ହଉ, ମୁସଲମାନ ହଉ, ଖ୍ରୀଷ୍ଟିଆନ ହଉ, ଜୈନ ହଉ, ସେ ଯିଏ ହଉ, ତାକୁ ଏଇ ପଞ୍ଚନୀତି ଅନୁସରଣ କରି ଚାଲିବା ପାଇଁ ପଡିବ। ତେଣୁ ମାଇଣ୍ଡ ଆମର ଯେତେବେଳେ ବ୍ୟତିକ୍ରମ ହଉଛି, ଆଉ ମନ ସବୁଠାରୁ ଶକ୍ତିଶାଳୀ, ମନ ସବୁଠାରୁ ତାକୁ ପିନିଲ ଜ୍ଞାନ କହୁ, ଆମେ ଜ୍ଞାନ ବିନ୍ଦୁ କହୁ, ଜ୍ଞାନ ବିନ୍ଦୁ ଆମର 2 ବିନ୍ଦୁତାର ମଧ୍ୟ ବିନ୍ଦୁରେ ଆମେ ସାଧନା ଯେତେବେଳେ କରୁ, ଧ୍ୟାନ କରୁ, ସେଠି ଆମେ ଧ୍ୟାନ କରୁ। ଆପଣ ଦେଖିଥିବେ, ଆପଣଙ୍କର ଯେତେବେଳେ ଗୋଟେ କଥା ଭାବୁଛନ୍ତି ମନେ ପଡୁନାହିଁ, ଆପଣଙ୍କର ଆଙ୍ଗୁଠି, ଆପଣଙ୍କର ହାତ ସେଇ ଦୁର୍ବଳତାର ମଧ୍ୟବିନ୍ଦୁକୁ ଚାଲି ଯାଉଛି। ତାର ଉଦ୍ଦେଶ୍ୟ ହଉଛି, କାରଣ କଣ? ଆପଣଙ୍କର ସେଇ ଜାଗାରେ ଆପଣଙ୍କର ଜ୍ଞାନ ବିନ୍ଦୁ ଅଛି, ତା ଦେହରେ ଆପଣ ଆଙ୍ଗୁଠି ଟଚ କରିବା ଅର୍ଥ ଆପଣଙ୍କ ଭିତରେ ଗୋଟେ ଏକାଗ୍ରତା ସୃଷ୍ଟି ହେଲା। ଯେଉଁ ଜିନିଷଟି ମନେ ପଡୁନଥିଲା ସେଇ ଜିନିଷଟି ମନେ ପଡିବ। ଆମେ ଅନେକ ଗୀତ ବୋଲୁ, ଗୀତ ଶୁଣୁ, ଅନେକ କଥା କହୁ, ଅନେକ ଜିନିଷ ଦେଖୁ ଆଖିରେ, କଥା କହୁ ପାଟିରେ, ଆଉ ଶୁଣୁ କାନରେ। ଏସବୁ ଯୋଉ ଆମର ସବୁ ଇନ୍ଦ୍ରିୟ ସବୁ ରହିଛି, ଏସବୁ ସବୁ ସଜାଗ ହୁଏ କେତେବେଳେ? ଯେତେବେଳେ ଆମର ସେଇ ପିନିୟଲ ଜ୍ଞାନ ବିନ୍ଦୁ ସହିତ ଏମାନଙ୍କର ସଂଯୋଗ ଥାଏ। ଜ୍ଞାନ ବିନ୍ଦୁ ଯଦି ଜାଗ୍ରତ ଅଛି, ତାହେଲେ ଏମାନେ ସବୁ ଜାଗ୍ରତ ଅଛନ୍ତି। ଆପଣ ସୁନ୍ଦର ଭଜନଟେ ଶୁଣିଲେ, କିନ୍ତୁ ସେ ଭଜନଟା ଶୁଣିଲେ, ସେ ମନ ଯଦି ଶୁଣିଛି, କାନ ଶୁଣିଛି, ତାହେଲେ ଆପଣଙ୍କର ସେଟା ମନେ ରହିଲା। ଯଦି କାନ ଶୁଣିଛି, ମନ ଶୁଣି ନାହିଁ, ତା ଅର୍ଥ ଆପଣ ଅନ୍ୟମନସ୍କ ଅଛନ୍ତି, ତାହେଲେ ଆପଣଙ୍କର ସେ କଥାଟି ମନେ ରହିପାରିବ ନାହିଁ। ଆପଣ ଗୋଟେ ଜିନିଷ ଦେଖୁଛନ୍ତି, ମନ ଦେଖୁଛି, ଆଖି ଦେଖୁଛି, ତାହେଲେ ସେ ଜିନିଷଟି ଦୀର୍ଘ ଦିନ ଧରିକିରି ମନେ ରହୁଛି। ତେଣୁ ଠାକୁର ମନକୁ ନିୟନ୍ତ୍ରଣ କରିବା ପାଇଁ କହିଛନ୍ତି। ମନକୁ ନିୟନ୍ତ୍ରଣ କରିବା ପାଇଁ ମହାଶକ୍ତିଶାଳୀ, ମହାପରାକ୍ରମୀ ମନ୍ତ୍ର ଦେଇଛନ୍ତି, ଯାହାକୁ ଜପ କରିକି ଚାଲିଲେ ମନ ନିୟନ୍ତ୍ରିତ ହେବ। ଆଉ ମନ ଯେତେବେଳେ ନିୟନ୍ତ୍ରିତ ହେବ, ମନ ଯେତେବେଳେ ସୁଷ୍ଠୁ ସୁନ୍ଦର ଚିନ୍ତା କରିବ, ତା ଭିତରେ ମନ ଭିତରେ ବିବେକର ଉନ୍ମୋଚନ ହବ। ବିବେକକୁ ସାମ୍ନାରେ ରଖି ଆପଣ କାର୍ଯ୍ୟକ୍ରମ କରିକି ଚାଲିଯିବେ, ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେଇ ଚାଲୁଛି। এই ଶୃଙ୍ଖଳିତ କାର୍ଯ୍ୟକ୍ରମ ହବା ପାଇଁ ହେଲେ ଆପଣଙ୍କୁ ତାଙ୍କୁ ଅନୁସରଣ କରିବା ପାଇଁ ପଡିବ। ତାଙ୍କୁ ଅନୁସରଣ କରିବା ଅର୍ଥ ତାଙ୍କୁ ଭଲ ପାଇବା, ତାଙ୍କୁ ଭଲ ପାଇବା ଅର୍ଥ ତାଙ୍କ କଥା ଭାବିବା, ତାଙ୍କ କଥା କହିବା, ତାଙ୍କୁ ନିଜର ଜୀବନକୁ ତାଙ୍କ ପାଖେ ନିଜ ଜୀବନକୁ ଉତ୍ସର୍ଗ କରିବା। ଠାକୁର କହୁଛନ୍ତି, ହ୍ୱାର ଏଭର ୟୁ ଗୋ, ହ୍ୱାଟ ଏଭର ୟୁ ଡୁ, ବ୍ରିଙ୍ଗ ସମଥିଙ୍ଗ ଫର ୟୋର ଲର୍ଡ and this will help you to give yourself to him। ତମେ ଯାହା କର, ତାଙ୍କୁ ତମ ଜୀବନକୁ ଆମେ ତାଙ୍କ ଉପରେ ଉତ୍ସର୍ଗ କରିବା ପାଇଁ ପଡିବ। କିନ୍ତୁ ଜୀବନ ଉତ୍ସର୍ଗ କଣ? ତା ପୂର୍ବରୁ ଆମ ଆଖି ସାମନାରେ ଯେ ଧନ ଧାନ୍ୟ ଅଛି, ଆମର ଯୋଉ ମାନ ସମ୍ମାନ, ଅର୍ଥ, ଯଶ, ଗୌରବ ଅଛି, ଆମେ ତାକୁ ଟପିକିରି ତାଙ୍କ ପାଖ ପର୍ଯ୍ୟନ୍ତ ଯାଇପାରୁନୁ। ତେଣୁ ଠାକୁର କହୁଛନ୍ତି, ଆକୁ ସବୁ ଟପିକିରି ମୋ ପାଖକୁ ଆସିବା ପାଇଁ ପଡିବ। ତାହେଲେ ଆମେ ତାଙ୍କୁ ଧରିଲେ ଆମର ଯୋଉ ଆଧ୍ୟାତ୍ମିକ ଉନ୍ନତି, ଆମର ଯୋଉ ଲକ୍ଷ୍ୟ,
लक्ष्य आम जो ईश्वर प्राप्ति हवा ठाकुर प्राप्ति हवा ठाकुर कह जीवन लक्ष्य अच्छे सदगुरु के पावा तार जन्य धरा पृष्ठे जावा हवा गोटा हूँ लक्ष्य आ गोटे हूँ आमर अभाव को ठाकुर कहते लोक तार जो अभाव को परिपूर्ण करवा गोटे लक्ष्य आ गोटे ठाकुर चिंताधारा ठाकुर कहते आम कौन हवापाई चाहूँ अभाव को एकदम जीवन रू तड़ीदवा ये हूँ आमर गोटे लक्ष्यर गोटे विंग तेणु मोटामोटी भाव में आम खुशी रही शांति रही जी शांत जी हूँ आनंदर मूर्त प्रतीक तांको ग्रहण करने पड़ो तो धरिया पड़ो जहा हूँ आम समस्त धरीचे आ से प्रसंग में मुझे किसी कहना चाहूनी मनुष्य जीवन आज समस्या सिक्त समस्या घेर में मनुष्य रही निजर जीवन आउट पाउट हो जंत्रणा जर्जरित हो बाट पाऊनी को बाट देकर गले तार समस्या समाधान कर ठाकुर कहले समस्या समाधान गोटे बाट हूँ इष्ट प्रतिष्ठा सब समस्या समाधान जानिस इष्ट प्रतिष्ठा जदि जने जीवन में इष्ट को प्रतिष्ठा कर चलती सर्वदिक दिग व्यापी सामग्रिक भाव में तार समस्या समाधान आपणकर समस्या समाधान जिते आप आनंद अनुभव कले आप शांति अनुभव कर तो शांति जो अनुभव करपणकर सामग्रिक जीवन खुशी आनंदमय हो तेणु ये सब प्राप्ति हाँपाई सी मोर प्रिय परम सी मोर प्राण सी मोर जीवन सी मोर धन मन प्राण सबकि मत ये भाविक अनुसरण करने पड़ो ताले मोर समस्या किसी रहा ठाकुर कहते जिते समस्या आसो सी मोर विजय परिवर्तन हो तेणु मत अंध भाव अनुसरण करने पड़ो मो गुरु कहते मो ठाकुर कहते कर चली जहाँ कथा को मुझे चाहूनी कारण समय तो अतिक्रांत हो जाऊँगी मोटामोटी भाव में आमर समस्या समाधान श्री श्री ठाकुर जो भाव में कर पृथ्वी रे वैज्ञानिक माने डाक्तर माने आ इंजीनियर माने जो माने सब अच्छा बड़ 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 लोक जो माने चिंता चेतना भितर मंगल पृथ्वी कर चिंता कर किसी ना गोटे नर्सिंग होम थिला एक कथाटे मुझे अनेक थर ये कि नहीं पारे शुणी नर्सिंग होम थिला से नर्सिंग होम से गायनिक नर्सिंग होम से स्वामी स्त्री दी जन नर्सिंग होम कर जो माँ माने मातृत्व लाभ कर पारुना तार ट्रिटमेंट कर मातृत्व हवापाई सुख प्रसव पाई से सब आसुँच भाव में नर्सिंग होम कार्यक्रम सब चले खूब सुंदर भाव में तार ना अच्छे नामकरा नर्सिंग होम सी बहुत दूर दूरांत सब माँ मैंने आसती संतान मान को जन्म देकर जाती किंतु एते संतान मान को जन्म दबारे साहाय्य करुवा जी से डाक्तरीआणी अच्छा डाक्तर डाक्तराणी अच्छा स्वामी स्त्री अच्छा अनेक दुख तांकर एपर्यंत गोटे संतान कोल आसी पारना जी अनेक संतान जन्म दबारे साहाय्य करी मेडिसिन दे लोक मान को बा दंपति मान को प्रेरणा दे आज से बाप माँ कर किंतु एमाने ही पारिना माँ हबारे जो गौरव पिलाटी गोटे बो डाकिला माँ 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 कहला बेले मार मन केते कुरुली उठे केते फुली उठे वो पुओ कर पुओ कोल जाकी देकर गाल चुमन दे दिए कि भाव में स्नेह दिए ये जो कथा माँ जी जानी से भाव में से जो माँ को डाक्तराणी से कथा से आसी पारिनी से देखुं पिला केमी धरिक माँ मैंने गेल कर मन क्षोभ सी जे नीरव रही से कथा नहीं से गवेषणा गारे बहुत चेष्टा कर भाव में मु संतान संभव हो पारि गर्भ धारण कर से मेडिकल साइंस जिते अच्छी मेडिसिन जिते गवेषणा अच्छी सब गवेषणा कर जानी न जानी आ विशेषज्ञ जो मैंने सहित परामर्श कर मेडिसिन सब खाई खुई सब ठीक ठाक कर सारापर सी कि माँ ही पारना यहाँ असंभव हो दुख मन अच्छी निरव शोला बेले आखिरी लुहा आसे कांदती किंतु मेडिसिन तो फेल से बाट कि पाऊना ये अवस्था थाए थरे गोटे माँ हवापाई गोटे आडमिशन नेला से ये गोटे स्त्री लोक आडमिशन नेला सारापर सी सब परीक्षा निरीक्षा करने पूर्व आर गोटे पुराना प्रेस्क्रिप्शन था जे आगुरी से आडमिशन होता से तार आडमिशन करते तार सब तार निदान लिखिदे से रेफरेन्स भाव से देखी आडमिशन कले सी तार जिते देखिले पढ़िले तार सब जाक जो सिम्पटम्स पूर्व थिला देखिए आश्चर्य
ଇଏ ତ ମୋରି ଏଇଠି ଆଡମିସନ କରିଥିଲା, ଆଉ ଇଏ ତ ମା ହେଇପାରିବ ନାହିଁ ବୋଲି ମୁଁ ତାକୁ ଫେରେଇ ଦେଇଥିଲି। ଯେଉଁ ଯେଉଁ ଅଭାବ ମୋ ଭିତରେ ଅଛି ସେଇ ସେ ଅଭାବ ଏ ସ୍ତ୍ରୀ ଲୋକ ଭିତରେ ଥିଲା। ସେ କିପରି ଆଜି ମା ହେବା ପାଇଁ ଯାଉଛି, ଏଟା ଅତି ଆଶ୍ଚର୍ଯ୍ୟ କଥା। ଏଟା କଣ ଆଉ ଏଇ ମେଡିସିନ ଉପରେ ଆଉ ଜଣେ କିଏ ବୈଜ୍ଞାନିକ ଅଛନ୍ତି ଯିଏକି ଜାଣିଛନ୍ତି କଣ ହେଲେ ସନ୍ତାନ ହେଇପାରିବ? ତାହେଲେ ସେ ତାଙ୍କୁ ପଚାରିଲା, କହିଲା ଆଚ୍ଛା ମା, ଆପଣ କଣ ଆଉ କୋଉ ଡାକ୍ତର ପାଖକୁ ଯାଇଥିଲେ? ନାଇଁ ନା, ଏଇଟା କେମିତି ସମ୍ଭବ ହେଲା, ମୁଁ ତ ଆପଣଙ୍କୁ ଫେରେଇ ଦେଇଥିଲି। ସେ କହିଲେ ମୋର ସ୍ୱାମୀ ଆଉ ମୁଁ ଯାଉଥିଲି ରାସ୍ତାରେ, ଗୋଟେ ମାଇକରେ ଗୋଟେ ଶବ୍ଦ ଶୁଭିଲା, ସେ ଶବ୍ଦ ଭଜନ କୀର୍ତ୍ତନ ହଉଥିଲା, ମନ ଆମର ଚାଲିଗଲା ସିଆଡେ। ତେଣୁ ଗଲାବେଳେ ଆମେ ଦେଖିଲୁ ସେଠି ସତ୍ସଙ୍ଗ ହଉଛି। ଏ ସତ୍ସଙ୍ଗ ପାଖରେ ଆମେ ଠିଆ ହେଲୁ, ଆମକୁ ଭାଇମାନେ ବସିବା ପାଇଁ କହିଲେ, ବସିଲୁ, ସତ୍ସଙ୍ଗ ଶୁଣିଲୁ। ସତ୍ସଙ୍ଗ ଭାବଦର୍ଶ ଆମ ପ୍ରାଣକୁ ଉଲ୍ଲସିତ କଲା। ଏବଂ ଏଇ ଭିତରେ ଦେଇ ସେ ଋତିକ ଦେବତା ତାଙ୍କ ଯିଏ ଥିଲେ ସେ ଆଲୋଚନା କଲେ, ଠାକୁରଙ୍କ ପାଖରେ କିଛି ଅଦେୟ ନାହିଁ, କିଛି ଅଦେୟ ନାହିଁ, ତୁମେ ଯାହା ଚାହିଁବ ତା ପ୍ରାପ୍ତି ହେବ, ସେ ବାଞ୍ଛା କଳ୍ପ କରୁ। ଏବଂ ଏକଥା ଶୁଣିଲା ପରେ ଆମେ ସେଠି ବସିଲୁ, ଠାକୁରଙ୍କର ଦୀକ୍ଷାଟି ଗ୍ରହଣ କଲୁ, ଆସିଲୁ। ଏବଂ ଠାକୁରଙ୍କର ଦିବ୍ୟ ଭାବ ଦର୍ଶନରେ ଅନୁପ୍ରାଣିତ ହଉ ହଉ ଆଜି ମୋର ଏ ଗର୍ଭରେ ପିଲାଟି ରହିଛି, ମୁଁ ଏଠି ଆସି ସୁଖ ପ୍ରସବ ପାଇଁ। ଡାକ୍ତରଙ୍କ ମୁଣ୍ଡରେ ଧରିଲା, ତାହେଲେ ଏଭଳି ଜଣେ ଲୋକ କିଏ ଅଛନ୍ତି ଜାଣିଛନ୍ତି ଏ କଥା, ଯୋଉଟା କି ମତେ ଜଣା ନାହିଁ, ଆମର ବୈଜ୍ଞାନିକ ମାନଙ୍କୁ ଜଣା ନାହିଁ, କାରଣ ସେଇ ଲୋକଙ୍କ ପାଖକୁ ଯିବା ପାଇଁ ପଡିବ। ତାହେଲେ ସେ ଜାଣିଲେ ସେ ଲୋକ ହଉଛନ୍ତି କିଏ? ସେ ହଉଛନ୍ତି ପରମ ପ୍ରେମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ସେ ତାଙ୍କ ସ୍ୱାମୀକୁ କହିଲେ ମୁଁ ଆଜି ଯିବି, ଠାକୁରଙ୍କ ପାଖକୁ ଯିବି। ସେ ଆସିଲେ, ଆସି ଟ୍ରେନରୁ ଓହ୍ଲେଇଛନ୍ତି। ସେ ଆସି ଦେଓଘର ସହ କଥା, ଏଇଟା ଠାକୁର ଦେଓଘରେ ଆସି ପହଞ୍ଚିଲା ପରେ ସେ ଆସିଛନ୍ତି, ମାନେ ତାଙ୍କର ମାନେ କଷ୍ଟ ହେଇଛି, ରାତି ସାରା ମନିଦ୍ରା ଏସବୁ କଥା ରହିଲା ପରେ କହିଲେ ମୁଁ ଏମିତି ଆସିଛି, ସତ୍ସଙ୍ଗକୁ ଆସିଛି। ସେଠୁ ମା ସେଠି ବସିଥାନ୍ତି, ବଡ ମା ବସିଥାନ୍ତି ପାଖରେ। ସେତେବେଳେ କଥା, ସେତେବେଳେ ଅଳ୍ପ ଭାଇ ମା ମାନେ ସବୁ ଯାଉଥିଲେ, ଆଉ ବିଭିନ୍ନ ପ୍ରକାର କାମରେ ମା ସବୁ ଅନ୍ୟମାନଙ୍କୁ ଲଗଉଥାନ୍ତି। ଏଇ ଭିତରେ ଦେଇ ଜଣେ ମା ତାଙ୍କୁ ନେଇଗଲେ, କହିଲେ ଏ ହଉଛନ୍ତି ଆମର ବଡ ମା। ସେଠୁ ପ୍ରଣାମ ସେ କଲେ, ପ୍ରଣାମ କରି ସାରିଲା ପରେ କହିଲେ ମା ଏମିତି ଦେଖାଯାଉଛ, ଝଡି ଯାଇଛି ଗଲା ଭଳି। ନା ଆଜ୍ଞା, ମୁଁ ରାତିରେ ଅନିଦ୍ରା ହେଇଛି, ଆସିଛି। ନା କୋଉଠି ତମେ ଆସିଛ? ସେ କହିଲେ ତାଙ୍କର ଗନ୍ତବ୍ୟ ସ୍ଥଳ। ହେଲେ ଆଚ୍ଛା, କାହିଁକି ମା ଆସିଛ, ଏମିତି କଣ ଆସିଛ ଏକୁଟିଆ? ଆଉ କିଏ ତମ ସାଙ୍ଗରେ ଆସିଛନ୍ତି, ତାଙ୍କୁ ଡାକ। ନା ମା, ମୋ ସାଙ୍ଗରେ କେହି ଆସିନାହାନ୍ତି। ନା ଆସିନାହାନ୍ତି, ଠାକୁର ପା କହିଛନ୍ତି ଗୋଟେ ପ୍ରାପ୍ତବୟସ୍କ ଝିଅ ବାହାରକୁ ଗଲେ ତାକୁ ପ୍ରୋଟେକ୍ସନ ଦେଲା ଭଳିଆ ତାର ନିଜ ଲୋକ କିଏ ରହିବା ଦରକାର, ଆଉ ତମେ କେମିତି ଏକୁଟିଆ ଚାଲି ଆସିଲା? ନାଇଁ ମା, ମୋର ତ କିଛି ସେମିତି ଅସୁବିଧା ହେଇନି, ମୁଁ ଆସିଗଲି ଆଉ କଥା କହିଲେ। ନା ଆଚ୍ଛା, କିଏ କିଏ ତମର ଅଛନ୍ତି? ସିଏ ସବୁଠୁ ବୟାନ ଦେଲେ, ମୋର ସ୍ୱାମୀ ଅଛନ୍ତି, ଆଉ ଏମିତି ସବୁ କଥା ମୁଁ ଡାକ୍ତର ଜାଣି ସବୁ କଥା ବିଶେଷ କଥା କହିଲି। ମୁଁ ଆଶ୍ଚର୍ଯ୍ୟ, ତମେ ବିବାହ କରୁଛ ମା, ମୁଣ୍ଡରେ ତମର ସିନ୍ଦୁର ନାହିଁ, ଆଉ ତମେ ସାଲୱାର ପଞ୍ଜାବୀ ପିନ୍ଧିକିରି ଆସିଛ, ହାତରେ ତମର କାଚ ନାହିଁ, କିଛି ନାହିଁ, ଏସବୁ ଏମିତି କାହିଁ କରୁଛ ମା? ସେ କହିଲେ ମା, ଏଗୁଡ଼ା ସବୁ ଓଲ୍ଡ ଫ୍ୟାସନ, ମୋର ଏଇଟା ପସନ୍ଦ ନୁହେଁ, ମୁଁ ଡାକ୍ତରୀ ଆଣିବିଲି, ମୋର ପସନ୍ଦ ନୁହେଁ, ମୁଁ ତାକୁ କରେ ନା। ଆଉ ଆପଣ କାହିଁ ଆସିଛନ୍ତି? ନା ମୋର ଏମିତି ପିଲା ଛୁଆ କିଛି ନାହିଁ, ମୁଁ ଠାକୁରଙ୍କ ପାଖରେ ନିବେଦନ କରିବାକୁ ଆସିଛି। ସେ କହିଲେ ଆରେ ଏଇ ଅବସ୍ଥାରେ ତ ଯାଇହବନି। ତେଣୁ ବଡ ମା ତାଙ୍କୁ ସଂକ୍ଷେପରେ କହିଦଉଛି, ତାଙ୍କୁ ଫ୍ରେଶ କରିବାର ବ୍ୟବସ୍ଥା କରିଦେଲେ। ସେ ଫ୍ରେଶ ହେଇଗଲେ। ଫ୍ରେଶ ହେଇ ସାରିଲା ପରେ ଗୋଟେ ସୁନ୍ଦର ଶାଢୀ ପିନ୍ଧେଇ ଦେଲେ, ଯେମିତି ଗୋଟେ ବୋହୂ ତାର ସିନ୍ଦୁର ପିନ୍ଧିବ, କାଚ ପିନ୍ଧିବ, ସବୁ ଏକଥା ବ୍ୟବସ୍ଥା କରିଦେଲେ। ଏବଂ ଜଣେ ପରିଚାରିକାଙ୍କୁ ପଠେଇଲେ, ଠାକୁରଙ୍କ ପାଖକୁ ନେଇଯାଅ, ଆସର ଲାଗିଛି। ଏ ଠାକୁରଙ୍କ ପାଖରେ ଯାଇ ପହଞ୍ଚିକିରି ଆଣ୍ଠୁ ମାଡି ପଡିଲେ। ଠାକୁରଙ୍କ ନଜର ପଡିଲା, ତାଙ୍କର ଆଖିରୁ ଧାର ଧାର ଲୁହ ପଡୁଛି। ଠାକୁର ପଚାରିଲେ, ସେ କହୁଛନ୍ତି, ଇଏ କହୁଛନ୍ତି ବଡ ପାଟି, ଠାକୁର ବଡ ପାଟିରେ କହୁଛନ୍ତି, ଠାକୁର আপনি আমাকে ଅନୁଗ୍ରହ କରୁন। ଠାକୁର ଅଂଶା କରୁଛନ୍ତି। ସେ ବୁଝିଲେ ଠାକୁର ବୋଧେ ଅନୁଗ୍ରହ କଥା ଶୁଣି ପାରିଲାନି। ତ ଠାକୁର আপনি আমাকে কৃপা করুন। ଠାକୁର କୃପା କୃପା ଠାକୁର କହୁଛନ୍ତି ନା। ଏଠି ଇଏ ତାଙ୍କର ବିଷୟବସ୍ତୁ କହିଲେ, ଏମିତି ଆଶ୍ଚର୍ଯ୍ୟ ବୋଲି ସବୁ କଥା ଠାକୁର ଶୁଣି ସାରିଲା ପରେ ଠାକୁର ତାଙ୍କୁ କହିଲେ, ମୁଁ ତମକୁ ତିନିଟା କଥା ପଚାରୁଛି। କହିଲେ ତମ ଡାକ୍ତରାଣୀ, ତମ ସ୍ୱାମୀ ହଉଛନ୍ତି ଡାକ୍ତର, ଏଇ କଥା ତମେ କହୁଛ। ଆଚ୍ଛା, ତମେ କେବେ ତମ ସ୍ୱାମୀଙ୍କର ଲୁଗାପଟା ନିଜ ହାତରେ ସଫା କରିଛ କି? ନାଇଁ ଆଜ୍ଞା, ମୋର ଯାଏ ଲଣ୍ଡ୍ରି କି ତାଙ୍କର ଲଣ୍ଡ୍ରି କି ଯାଏ, ମୁଁ କେବେ ସଫା କରେନି। ନା ଆଉ ତମେ କେବେ ତମ ସ୍ୱାମୀକି ନିଜ ହାତରେ ରୋଷେଇ କରି ଖାଇବାକୁ ଦେଇଛ କି? ନାଇଁ ଆଜ୍ଞା, ଆମର ତ କୁକ୍ ଅଛି, ସେ ବାଢି ଦିଏ, ରୋଷେଇ କରି ଆମେ ଖାଉ। ନା ଆଚ୍ଛା, ତମ ସ୍ୱାମୀଙ୍କର ଦେହ ମୁଣ୍ଡ ଖରାପ ବେଳେ ତମେ କେବେ ତାଙ୍କର ପଦମଞ୍ଚାଳ କରିଛ, ତାଙ୍କୁ ସେବା କେବେ ଦେଇଛ କି? ନା ନାଇଁ, ତା ବି କେବେ ମୁଁ କରେନି, ମୋର ଔଷଧ ଖାଇକିରି ଆମେ ଠିକ ଠାକ ହେଇଯାଉ। ଠାକୁର କହିଲା, ତମେ ତ କିଛି କରିନ, କୃପା କଣ କଲେ ପାଇବ, କିଛି କରିନି। ତେଣୁ ସଂକ୍ଷେପରେ କହିଦଉଛି, ଟାଇମ ଟା ସରି ଆସୁଛି। ଠାକୁର ସେଠୁ ତା ପାଇଁ ଗୋଟେ ବାଣୀ ଦେଲେ,
ସେ ବାଣୀଟି ହଉଛି କଥା। କହିଲେ ଏଇ ଯେ କହୁଥିଲା ଓଲ୍ଡ ଫ୍ୟାସନ ସିନ୍ଦୁର ନାଇଁବା ଏସବୁ କଥା, ଅଳତା ନାଇଁବା ଏସବୁ କିଛି ଦରକାର ନାହିଁ କହୁଥିଲା, ତା ମୁଣ୍ଡରେ ଏ କଥାଟା ଥିଲା। ଠାକୁର ସେଇଠି ଗୋଟେ ବାଣୀ ଦେଲେ ଆଉ କହୁଛନ୍ତି ଲହେ ବଢେ ଲହ କଣା, ଶଙ୍ଖେ ପୁଷ୍ଟ ହାଡ, ସୁନ୍ଦରରେ ସୌନ୍ଦର୍ଯ୍ୟ ବଢେ, ବନ୍ଧ୍ୟାର ପ୍ରତିକାର। ବନ୍ଧ୍ୟାର ପ୍ରତିକାର, ସେ ବନ୍ଧ୍ୟା ଅଛି ତାର, ସେ ବନ୍ଧ୍ୟାର ପ୍ରତିକାର ପାଇଁ ସେ ବୈଜ୍ଞାନିକ ମାନେ ଚେଷ୍ଟା କରୁଛନ୍ତି, ଦୂର କରି ପାରୁନାହାନ୍ତି। କିନ୍ତୁ ଇଏ ଯାକୁ ଆଭଏଡ କରୁଥିଲା, ସିନ୍ଦୁର ପିନ୍ଧିବା, କାଚ ପିନ୍ଧିବା, ବାହାଘର ପରେ ଗୋଟେ ଲୁହା କାଚ ପିନ୍ଧି ଯାଏ। ଠାକୁର କହୁଛି ଲହେ ବଢେ ଲହ କଣା, ଶଙ୍ଖେ ପୁଷ୍ଟ ହାଡ, ଶଙ୍ଖେ ମାନେ ଶଙ୍ଖରେ ହାଡ ପୁଷ୍ଟ, ସୁନ୍ଦରରେ ସୌନ୍ଦର୍ଯ୍ୟ ବଢେ, ବନ୍ଧ୍ୟାର ପ୍ରତିକାର। ତେଣୁ ଠାକୁର ଏ କଥା ତାଙ୍କୁ କହିଲେ। ଏ କଥା କହିସାରିଲା ପରେ ସେ ଉପଲବ୍ଧି କଲେ, ଜାଣିଲେ ସେ ଯାହା ହଉ ଏସବୁକୁ ମୁଁ ଇଗ୍ନୋର କରୁଥିଲି, ସେ ଯାହା ହଉ ଏଗୁଡା ସବୁ ଠାକୁର ତାଙ୍କୁ କହିଲେ ଏସବୁ କୁ ଇଗ୍ନୋର କରିବନି, ଆକୁ ଠିକ କରି ଚାଲିବ। ତେଣୁ ସେ ଠାକୁରଙ୍କ ପାଖରେ ପ୍ରଣାମ କରି ଆସିଲେ ଏବଂ ସେ ତ ସିନ୍ଦୁର ଏସବୁ ପିନ୍ଧିକି ଯାଇଥିଲେ, ମା ପିନ୍ଧେଇ ଦେଇଥିଲେ ସବୁ, ସେ ଯାଇଥିଲେ ତାଙ୍କ ପାଖକୁ, ଠାକୁରଙ୍କ ପାଖକୁ ଯାଇଥିଲେ। ଠାକୁରଙ୍କ ପାଖରୁ ସେ ବିଦାୟ ନେଇ ଆସିଲେ। ସେଦିନ ପୁଣି ସେଠୁ ବର୍ଷେ ପରେ ସେ ଆସୁଛନ୍ତି, ସ୍ୱାମୀ ତାଙ୍କର ସେ ଆସୁଛନ୍ତି, ଦୀକ୍ଷା ତ ଠାକୁରଙ୍କର ନେଇକରି ଗଲେ, ସବୁ କଥା ଠାକୁରଙ୍କ ପ୍ରଚାର ପ୍ରଚାର ସବୁ କଲେ। ଠାକୁର আপনার দয়ারে ছেলেটা হয়েছে, କହୁଛନ୍ତି ଠାକୁର ଆପଣଙ୍କ ଦୟାରେ ପିଲାଟା ହେଇଯାଇଛି। ଯାହାକୁ ସେ ଇଗ୍ନୋର କରୁଥିଲେ, ଆମେ ଅନେକ ସ୍ତ୍ରୀ ଲୋକମାନେ ସବୁ ଅଛନ୍ତି, ମା ମାନେ ଅଛନ୍ତି, ଝିଅ ଅଛନ୍ତି, ଏଗୁଡ଼ା ଇଗ୍ନୋର କରନ୍ତି, ଏଗୁଡ଼ା କିଛି ପ୍ରୟୋଜନ ନାହିଁ ସେ କହନ୍ତି। ତେଣୁ ସେଇଟାକୁ ସେ ପାଳନ କରିବାର ହେଲା। ମୋର କହିବାର ଉଦ୍ଦେଶ୍ୟ ହଉଛି କଣ, ଦୁନିଆରେ ଅନେକ ଅନେକ ଜିନିଷ ଅଛି, ତାକୁ କେହି ସମାଧାନ କରିପାରନ୍ତିନି। ସେ ହଉଛନ୍ତି ଏକମାତ୍ର ଅଭ୍ରାନ୍ତ ପୁରୁଷ, ସେ ଦୁନିଆର ସବୁ କଥାର ସମାଧାନ ଜାଣିଛନ୍ତି, ସେଇ ସମାଧାନ କରିପାରନ୍ତି। ଦୁନିଆରେ ଯାହା ଅସମ୍ଭବ ସେ ହିଁ ଏକମାତ୍ର ପୁରୁଷ ସମ୍ଭବ କରିପାରନ୍ତି, ଯେମିତି ମାଙ୍କର ହେଲା। ସେଇଭଳି ଭାବରେ ଆମେ ଠାକୁରଙ୍କୁ ଧରିଛେ, ଆମେ ଯଦି ନିଷ୍ଠା ନିପୁଣ ସହକାରେ ଚାଲିବା, ଦେଖିବା ଆମ ଜୀବନରେ ଯାହା ସମସ୍ୟା ଅଛି ତା ସାମଗ୍ରିକ ଭାବରେ ସମାଧାନ ହେବ ଏବଂ ଠାକୁରଙ୍କୁ ଧରି ଆମେ ଆନନ୍ଦ ତୃପ୍ତି ପାଇବା। ଜୟ ଗୁରୁ, ଜୟ ଗୁରୁ ଭାଇ। ଆଜ୍ଞା, ଜୟ ଗୁରୁ। ଆଜ୍ଞା, ଖୁବ ସୁନ୍ଦର ଜୀବନୀ ଆଲୋଚନା। ସମୟ ଦୌଡୁଥିଲା, ଆମେ ମଧ୍ୟ ତା ତାଳେ ତାଳେ ଦୌଡୁଥିଲେ। ବହୁତ ସୁନ୍ଦର ଭାବରେ ସଂକ୍ଷିପ୍ତ କରି, ଅତି ସୁନ୍ଦର ସର୍ଟକଟ ଭାବରେ ଯେମିତି କଥା